अंतर्राष्ट्रीय महिला दिवस उपलक्षे महिला मध्य स्वास्थ्य सचेतनता वृद्धि सहित पारंपरिक आयुर्वेदिक चिकित्सा प्रणाली को साधारण लोक पहुंचाइबा आनिबा उद्देश्य स्वेच्छासेवी संगठन संपर्क पक्षर एक आयुर्वेद स्वास्थ्य परामर्श और निःशुल्क चिकित्सा शिविर आयोजित होता। गोपबंधु आयुर्वेद महाविद्यालय प्रस्तुति तंत्र और स्त्री रोग विभाग सहयोग आयोजित यह शिविर सफलतार सहित समाप्त होइछि। शिविर में महिला विभिन्न स्वास्थ्य समस्या यथा स्त्री रोग, संधि और स्नायु जंत्रणा, त्वचा समस्या, पाचन तंत्र समस्या, रक्तचाप और मधुमेह समेत विभिन्न रोग पर आयुर्वेदिक परामर्श और औषध प्रदान करा। अभिज्ञ आयुर्वेद चिकित्सक प्रोफेसर सुदेशना मेहर, डॉक्टर मनोज जोशी साहू, डॉक्टर जस्मिता प्रियदर्शिनी और डॉक्टर शिवानी दास जोगदी रोगी मानकर निःशुल्क स्वास्थ्य परीक्षा कर आवश्यक चिकित्सा परामर्श प्रदान करथिले। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର 150 ରୁ ଅଧିକ ମହିଳା ଉପକୃତ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଯେ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହିତ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଲୋକମାନଙ୍କ ଆସ୍ଥା ବଢ଼ାଇବା ପାଇଁ ସମ୍ପର୍କ ପକ୍ଷରୁ ସମୟୋପଯୋଗୀ ଭାବରେ ଏପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ଲୋକମାନଙ୍କୁ ସହଜ ଓ ସୁଲଭ ଭାବରେ ଚିକିତ୍ସା ସେବା ପହଞ୍ଚାଇବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁର୍ବେଦ ଭାରତର ପ୍ରାଚୀନ ଓ ପ୍ରମାଣିତ ଚିକିତ୍ସା ପଦ୍ଧତି ଭାବେ ଆଜି ମଧ୍ୟ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରାସଙ୍ଗିକ ବୋଲି ଉଲ୍ଲେଖ କରିଥିଲେ। ଏପରି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ସାଧାରଣ ଲୋକମାନେ ଆୟୁର୍ବେଦିକ ଚିକିତ୍ସା ସେବାର ଲାଭ ଉଠାଇ ପାରୁଥିବାରୁ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥିବା କଥା ସେ କହିଥିଲେ। ଶିବିରରେ ଉଦ୍ଘାଟକ ଭାବେ ସିଡିପିଓ ବିନୋଦିନୀ ତ୍ରିପାଠୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଜାଲିନ୍ ମିଶ୍ର, ରଞ୍ଜିତା ପାଢୀ, ସରକାରୀ ଅଧିବକ୍ତା ସୁଦେଶନା ପଣ୍ଡା ଓ ଡକ୍ଟର ସୋନାଲିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରର ସଫଳ ଆୟୋଜନରେ ସମ୍ପର୍କ ସଂଗଠନର ଶିବପ୍ରସାଦ ଶର୍ମା, ପୂର୍ଣ୍ଣା ବାରିକ, ଡକ୍ଟର ଶ୍ବେତାଞ୍ଜଳି ବେହେରା, ଡକ୍ଟର ଶ୍ଵେତପ୍ରଭା ପଣ୍ଡା, ଡକ୍ଟର ଦୀପିମୟୀ ନାୟକ, ଡକ୍ଟର ଶ୍ରୁତି ସୁଧାକର, ଡକ୍ଟର ଯୁଗ୍ମଜ୍ୟୋତି ରାୟ, डॉक्टर सोनाली प्रधान, डॉक्टर शुभस्मिता त्रिपाठी, डॉक्टर राकेश मिश्र और नंदीघोष महापात्र प्रमुख सक्रिय सहयोग करथिले।